ପିଲାମାନେ ପରୀକ୍ଷା ପାଖେଇ ଆସିଲାଣି। ପାଠ ବହୁତ ଦିନ ବନ୍ଦ ହେଇଯାଇଥିଲା, ପୁଣି ଆରମ୍ଭ କରିବା। ଗତ ଥର ଆମେ ଆଲୋଚନା କରିଥିଲୁ ସୃଜନାତ୍ମକ ଲିଖନ, କେଉଁ ପ୍ରକାର ଲେଖିବ, କେଉଁ ପ୍ରକାର ସୃଜନାତ୍ମକ ଲିଖନଟା କ'ଣ ପଢ଼ିଲେ ତାକୁ କ'ଣ କରିବା ପାଇଁ ପଡ଼ିବ, ଏସବୁ ଆଲୋଚନା ହେଇଥିଲା। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଦରଖାସ୍ତ ଓ ପତ୍ର ଲିଖନ। ଇଏ 5 ମାର୍କର ପଡ଼ିବ। ଗୋଟେ ଦରଖାସ୍ତ ପଡ଼ିବ, ଗୋଟେ ପତ୍ର ଲିଖନ ପଡ଼ିବ। ସେଥିରୁ ଗୋଟେ ଲେଖିବା ପାଇଁ ପଡ଼ିବ। ଠିକ୍ ଭାବରେ ଲେଖିପାରିଲେ ପୁରା 5 ନମ୍ବର ମିଳିବ। ବହୁତ ସହଜ ବି ଲେଖିବା ପାଇଁ, କିନ୍ତୁ ଆମ ଅଭିଜ୍ଞତାରୁ ଆମେ ଜାଣିଛୁ ପିଲାମାନେ ଅତି ସାଧାରଣ କଥାକୁ ଭୁଲ କରିଥାନ୍ତି, ଯାହାଦ୍ୱାରା ତାଙ୍କର ନମ୍ବର କମିଯାଏ। ତେଣୁ କେଉଁ ପ୍ରକାର ଲେଖିଲେ ପୁରା ନମ୍ବର ମିଳିବ ସେ ସମ୍ପର୍କରେ ଆମେ ଆଜି ବିସ୍ତୃତ ଆଲୋଚନା କରିବା। ଦେଖ, ପତ୍ର ଲିଖନ ଓ ଦରଖାସ୍ତରୁ ଆମେ ପ୍ରଥମେ ଆଲୋଚନା କରିବା ଦରଖାସ୍ତ। ଅନେକ ପ୍ରକାର ଦରଖାସ୍ତ ଅଛି। ଅଫିସିଆଲ ଆପ୍ଲିକେସନ୍ ମେନଲି ଗୋଟେ ଆସେ, ଏବଂ ଯଦି ଅଫିସିଆଲ ଆପ୍ଲିକେସନ୍ ଆସେ କେଉଁ ପ୍ରକାର ଲେଖିବ? ଅନେକ ପ୍ରକାର ଦରଖାସ୍ତ ଆସିପାରେ। ହୁଏତ ସ୍ୱାସ୍ଥ୍ୟକୁ ନେଇକି ଆସିପାରେ, ବ୍ୟକ୍ତିଗତ କଥାକୁ ନେଇକି ଆସିପାରେ, ଏବଂ ଗାଁ କଥାକୁ ନେଇକି ଆସିପାରେ, ସହରର କଥାକୁ ବି ନେଇକି ଆସିପାରେ। ଆମେ ଗୋଟେ ଦୁଇଟା ଉଦାହରଣ ଦେଲେ ଜାଣିପାରିବ ତୁମେ ଭଲ ଭାବରେ। ଧରିଛୁ ପଡ଼ିଲା ତୁମର ବାର୍ଦ୍ଧକ୍ୟ ଭତ୍ତା ପାଇଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ, କିମ୍ବା ଗାଁରେ ସଡ଼କ ନିର୍ମାଣ ପାଇଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ, କି ପାନୀୟ ଜଳର ଅଭାବ ଦୂରୀକରଣ ପାଇଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ। ଏ ଯେଉଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ, ପିଲା ଏଇଠି ବଣାରେ ପଡ଼ନ୍ତି। କର୍ତ୍ତୃପକ୍ଷଟି କ'ଣ? କର୍ତ୍ତୃପକ୍ଷ ଯିଏ କରେଇବେ, କିନ୍ତୁ ପିଲା କ'ଣ କରନ୍ତି? ମାନନୀୟ କର୍ତ୍ତୃପକ୍ଷ ଲେଖିଦିଅନ୍ତି। ସେଠି ମାରାତ୍ମକ ଭୁଲ ହେଇଯାଏ। ତୁମକୁ ଚିହ୍ନଟ କରିବା ପାଇଁ ପଡ଼ିବ, ଯାହାକୁ ମୁଁ ଦରଖାସ୍ତ ଲେଖିବି ସେଠି କିଏ, କେଉଁ ପ୍ରକାର ଆପ୍ଲିକେସନ୍ ପଡ଼ିଲେ କାହାକୁ ଲେଖିବା ପାଇଁ ପଡ଼ିବ। ଉଦାହରଣରୁ ଆମେ ଆରମ୍ଭ କରିବା। ଯେଉଁ କହୁଥିଲି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦରଖାସ୍ତ ଲେଖ କର୍ତ୍ତୃପକ୍ଷଙ୍କୁ। ତୁମେ ପ୍ରଥମେ ଚୁଜ୍ କରିବ କାହାକୁ ଆପ୍ଲିକେସନ୍ଟା ଦେବି। ବାର୍ଦ୍ଧକ୍ୟ ଭତ୍ତାର ଅଥରିଟି କିଏ? ସାଧାରଣତଃ ଗାଁମାନଙ୍କରେ ଯେଉଁମାନେ ଅଛନ୍ତି ବିଡ଼ିଓଙ୍କୁ ଦରଖାସ୍ତ କରିବେ। ତେଣୁ ଆଡ୍ରେସ୍ ଏମିତି ହେବ, ମାନନୀୟ ଶ୍ରୀଯୁକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯେକୌଣସି ଗୋଟେ ବ୍ଲକର ନାମ, ନିଜ ଅଞ୍ଚଳର ବ୍ଲକର ନାମ ଦେବାଟା ଭଲ। ଯିଏ ଯେଉଁ ଅଞ୍ଚଳରେ ରହିଛ ନିଜ ବ୍ଲକର ବିଡ଼ିଓଙ୍କୁ ଆଡ୍ରେସ୍ କରିଦେବ। ଯଦି ବାରିପଦା ବ୍ଲକ କରାଗଲା, ମାନନୀୟ ଶ୍ରୀଯୁକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବାରିପଦା, ମୟୂରଭଞ୍ଜ। ତାପରେ ବିଷୟ, ଯେଉଁଟା ସବଜେକ୍ଟ କୁହାଯାଏ, ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ଦରଖାସ୍ତ। ତାପରେ ଆସିଲା ମହାଶୟ, ନିବେଦନର କାରଣ ଏହିକି ମୁଁ ଶ୍ରୀ ରାମ ହରି ଯଦୁ ମଧୁ, ଯାହା ଗୋଟେ ନାମ ଲେଖିଲ ଅମୁକ। ସେଠି ନିଜେ ବୃଦ୍ଧ ପାଲଟିଯିବ। ମୋର ବୟସ 65 କିମ୍ବା 70। ମୁଁ ଦୀର୍ଘଦିନ ହେଲା ଦରଖାସ୍ତ ଦେଉଛି, କିନ୍ତୁ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଇପାରି ନାହିଁ। ମୋର ରୋଜଗାର କିଛି ନାହିଁ। ପୁଅମାନେ ବାହାରକୁ କାମ କରିବା ପାଇଁ ଯାଇଛନ୍ତି। ଏକାକୀ ଘରେ ରହୁଛି, ଚଳିବା ପାଇଁ ବହୁତ ଅସୁବିଧା ହେଉଛି। ତେଣୁ ମୋତେ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେଲେ ମୁଁ ଚିର ଉପକୃତ ହେବି। ଆପଣଙ୍କର ବିଶ୍ୱସ୍ତ ନିଜ ନାମ ଦେଇଦେବ। ବୁଢ଼ା ହେଇକି ଦରଖାସ୍ତ ଲେଖିଲ ଠିକ୍ ଅଛି, କିନ୍ତୁ ନାମରୁ ତ ଜଣାପଡ଼ୁନି ବୁଢ଼ା କି ପିଲା। ନିଜ ନାମ ଦେଇଦେବ, ନିଜ ଗାଁ ନାମ ଦେଇଦେବ ଡାହାଣ ସାଇଡ଼୍କୁ, ଏବଂ ବାଁ ସାଇଡ଼୍କୁ ତୁମ ଯେଉଁ ଗାଁ ଥିବ ତୁମର, ସେଇ ଗାଁ ମଝିରେ ତ ଲେଖିଥିବ ନା ତୁମେ
ଗାଁ କଥା, ସେ ଗାଁର ଠିକଣା ଦେଇଦେବ, ତାରିଖ ଦେଇଦେବ, ତାହେଲେ ଦରଖାସ୍ତ କମ୍ପ୍ଲିଟ୍ ହେଲା। ଏଇଠି କ'ଣ କରନ୍ତି କି ପିଲାମାନେ ଭୁଲ କରିଦିଅନ୍ତି। ଆମ ଗାଁରେ ବହୁତ ଜଣ ବୁଢ଼ା ଅଛନ୍ତି, ସେମାନେ ପାଇପାରିନାହାନ୍ତି ଭତ୍ତା, ବହୁତ ହଇରାଣ ହେଉଛନ୍ତି। ତ ବୁଝିବା ପାଇଁ ପଡ଼ିବ, ତୁମେ ଗାଁ ସାରା ପାଇଁ ଲେଖୁନାହଁ, ତୁମେ ନିଜ ପାଇଁ ଲେଖୁଛ। ଧରୁଛ ତୁମ ଗାଁରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି, ଦରଖାସ୍ତ କରିବ। ପାନୀୟ ଜଳର ଅଥରିଟି କିଏ? ସେ ବିଡ଼ିଓ। ସେଇ ଆଡ୍ରେସ୍ ସେଇ ପ୍ରକାର ଲେଖିବ। ତାପରେ ଲେଖିବ ଆମ ଗାଁରେ, ତୁମ ଗାଁ ଦେଖିବ, ମାନନୀୟ ମହାଶୟ ନିବେଦନର କାରଣ ଏହିକି ଆମ୍ଭେ ଅମୁକ ଗ୍ରାମର ଅଧିବାସୀ ଅଟୁ। ବ୍ଲକ୍ ଲେଖିବ, ଆପଣଙ୍କ ବ୍ଲକ୍ ଅଧୀନସ୍ଥ ଏଇ ଗ୍ରାମର ଅଧିବାସୀ ଅଟୁ ଏବଂ ଆମ ଗାଁରେ ପାଖାପାଖି 2000 କିମ୍ବା 2500 3000 ଲେଖିବ ଲୋକ ବସବାସ କରନ୍ତି। ଖରାଦିନରେ ଉତ୍କଟ ପାନୀୟ ଜଳର ଅଭାବ ପରିଲକ୍ଷିତ ହୁଏ। ପର୍ଯ୍ୟାପ୍ତ ପରିମାଣରେ କୂଅ ନାହିଁ, ଯଦିଓ ନଳକୂପ କିଛି ଅଛି, ସେଗୁଡ଼ାକ ଖରାପ ହୋଇଯାଇଛି। ତେଣୁ ନଳକୂପ ଗୁଡ଼ିକ ମରାମତି କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଲେ ଆମେ ଆପଣଙ୍କ ନିକଟରେ ଚିର ଉପକୃତ ହେବୁ। ତଳେ ଗ୍ରାମବାସୀ ବୋଲି ଆଡ୍ରେସ୍ କରିକିରି 8-10 ଜଣଙ୍କର ନାଁ ଦେଇଦେବ ଡାହାଣ ସାଇଡ଼୍କୁ। ବାଁ ସାଇଡ଼୍କୁ ସେଇ ଡେଟ୍ ଆଉ ଗାଁର ନାମ, ସଡ଼କ ନିର୍ମାଣ ସେଇ ଧାରା, ଆମେ ଅମୁକ ଗ୍ରାମର ଅଧିବାସୀ ଅଟୁ, ଆମ ଗାଁର ଲୋକ ସଂଖ୍ୟା ଏତେ ଏବଂ ସଡ଼କ ନଥିବା ଯୋଗୁଁ ଆମେ ବହୁତ ପ୍ରକାର ଅସୁବିଧା ହେଉଛୁ। ହସ୍ପିଟାଲକୁ ଯାଇ ହେଉନି, ସ୍କୁଲ କଲେଜକୁ ଯାଇ ହେଉନି, ବର୍ଷା ଦିନରେ ପାଣି ବହୁଛି ରାସ୍ତାରେ। ତେଣୁ ଗୋଟେ ସଡ଼କ ନିର୍ମାଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଲେ ଆମେ ଚିର ଉପକୃତ ହେବୁ। ସେଠି ଗାଁର 5-7 ଜଣଙ୍କର ନାମ ଦେଇଦେବ। ଏ ପ୍ରକାର ଆପ୍ଲିକେସନଟି ହେବ। ଧରିଛୁ ତୁମ ସ୍ୱାସ୍ଥ୍ୟ ସମ୍ପର୍କିତ କିଛି ଆପ୍ଲିକେସନ୍ ଆସିଲା, ତ ସ୍ୱାସ୍ଥ୍ୟ କ'ଣ ପଡ଼ିପାରେ? ଯେ ତୁମ ଗାଁରେ ମ୍ୟାଲେରିଆ ନିରାକରଣ ପାଇଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ, କିମ୍ବା ହଇଜା ନିରାକରଣ ପାଇଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ। କରୋନା ପାଇଁ ବି ପଡ଼ିପାରେ, କିମ୍ବା ଗୋଟେ ନୂଆ ହସ୍ପିଟାଲର ଆବଶ୍ୟକତା ଅଛି, ତାକୁ ନେଇକି ଦରଖାସ୍ତ ଲେଖି ପଡ଼ିପାରେ। ସେଠି ଆଡ୍ରେସ୍ କ'ଣ ହେବ? ସେଠି CDMO, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସେଇ ଧାରା, ମାନନୀୟ ଶ୍ରୀଯୁକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ସବଜେକ୍ଟ ହେଲା ଆମ ଗାଁରେ ହସ୍ପିଟାଲ ନିର୍ମାଣ ପାଇଁ ମହାଶୟ ନିବେଦନର କାରଣ ଏହିକି ଆମ୍ଭେ ଏଠି ଯେହେତୁ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରର ଲୋକକୁ ଲେଖୁଛ, ସେଠି ବ୍ଲକର ଆଡ୍ରେସ୍ ଥିଲା ପୂର୍ବରୁ ଯାହା କହିଲି। ବ୍ଲକ କ୍ଷେତ୍ରରେ କେବଳ ଗାଁ ଲେଖିଲେ ବିଡ଼ିଓ ଜାଣିପାରିବେ ମୋ ବ୍ଲକର ଏଇ ଗାଁ, କିନ୍ତୁ ଏଇଟା ତ ସାରା ଜିଲ୍ଲା କଥା ନା, ତେଣୁ CDMO ଜାଣିପାରିବେନି କେଉଁ ଗାଁଟା। ତେଣୁ ଏଠି ଟୋଟାଲ୍ ଲେଖିବ ଆମେ ବାରିପଦା ବ୍ଲକର ଅମୁକ ଗାଁର ଅଧିବାସୀ ଅଟୁ। ଯିଏ ଯାହା ନିଜ ଏରିଆର ଦେଇପାରିବ, ଦେବାଟା ଭଲ। ତାହେଲେ ଆମେ ଅମୁକ ବ୍ଲକର ଅମୁକ ଗାଁର ଅଧିବାସୀ ଅଟୁ। ଆମର ଆଖପାଖ 20 କିଲୋମିଟର କି 15 କିଲୋମିଟର ଅଞ୍ଚଳରେ କୌଣସି ହସ୍ପିଟାଲ ନାହିଁ। ତେଣୁ ଏଠାକାର ଲୋକ ସ୍ୱାସ୍ଥ୍ୟର କୌଣସି ଅସୁବିଧା ସୃଷ୍ଟି ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି କ୍ଷେତ୍ରରେ ଆମ ଅଞ୍ଚଳରେ ଏକ ନୂତନ ହସ୍ପିଟାଲ ନିର୍ମାଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଲେ ଆମେ ଚିର ଉପକୃତ ହେବୁ। ଏଠି ଆପଣଙ୍କ ବିଶ୍ୱସ୍ତ ଗ୍ରାମବାସୀ କରିକିରି 5-7 ଜଣଙ୍କର 8 ଜଣଙ୍କର ନାମ ଲେଖିଦେବ। ବାଁ ସାଇଡ଼୍ରେ ସେଇ ଯେଉଁ ପ୍ରକାର କହିଥିଲି। ଧୈର୍ଯ୍ୟ ପଡ଼ିଲା ମ୍ୟାଲେରିଆ ନିରାକରଣ ପାଇଁ, ସେଇଆ ଚିକିତ୍ସା ଅଧିକାରୀ କରିବ। ତାପରେ ସବଜେକ୍ଟ ଲେଖିଲ, ପୁଣି ବିଷୟବସ୍ତୁକୁ ଆସିଲ, ମହାଶୟ ନିବେଦନର କାରଣ ଏହିକି ଆମେ ଅମୁକ ଗ୍ରାମର ଅମୁକ ବ୍ଲକର ଅମୁକ ଗ୍ରାମର ଅଧିବାସୀ ଅଟୁ। ତାପରେ ଲେଖିବ କିଭଳି ଏଠି ଦୀର୍ଘଦିନ ହେଲା ମ୍ୟାଲେରିଆ ବ୍ୟାପିଛି, ବହୁ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି, କିଛି ଲୋକ ମରିଗଲେଣି, ଆଉ କିଛି ଲୋକ ଦୟନୀୟ ଅବସ୍ଥାରେ ଅଛନ୍ତି। ଏ କ୍ଷେତ୍ରରେ
ସେମାନଙ୍କ ପାଇଁ ଏକ ଡାକ୍ତରୀ ଦଳ ପଠାଇ ତାଙ୍କର ଚିକିତ୍ସା ପାଇଁ ବା ପ୍ରତିକାର ପାଇଁ, ରୋଗର ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ନେଲେ ଆମେ ଚିର ଉପକୃତ ହେବୁ। କିଛି ପିଲା ଏ କ୍ଷେତ୍ରରେ କ'ଣ ଲେଖିଦିଅନ୍ତି, ଆପଣ ଯଦି ଲାରିଆ ଟ୍ୟାବଲେଟ୍ ଦେବେ, କୁଇନାଇନ୍ ଟ୍ୟାବଲେଟ୍ ଦେବେ, ମଶାରୀ ଯୋଗାଇ ଦେବେ, ତାହେଲେ ମ୍ୟାଲେରିଆ ନିରାକରଣ ହେବ। ସେଇଟା ଭୁଲ ହେଇଯିବ। ତାହେଲେ ତ ତୁମେ ଡାକ୍ତର ହେଇଗଲ। ତୁମେ ଯଦି ଔଷଧର ନାମ ଲେଖିଦେଲ, ତୁମେ କିଛି ଲେଖିବ ନାହିଁ। ତୁମେ ଲେଖିବ ଗୋଟେ ଡାକ୍ତରୀ ଦଳ ପଠାଇ ତାର ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ନେଲେ ଆମେ ଚିର ଉପକୃତ ହେବୁ। ଯଦି ହଇଜା ପାଇଁ ପଡ଼ିଲା, ତୁମେ ଯଦି ଲେଖିଦେବ ଆମର ଏଠି ପାଣି ଖରାପ, ପାଣି ପିଇକି ଲୋକଙ୍କର ଝାଡ଼ା ବାନ୍ତି ହେଉଛି, ତେଣୁ ଆପଣ ଔଷଧ ଦିଅନ୍ତୁ, ସେଇଟା ଅସୁବିଧା ହେବ। ତୁମେ ଲେଖିବ ହଇଜା ହେଇଛି, ଲୋକ ଆକ୍ରାନ୍ତ ହେଇଛନ୍ତି, କିଛି ମରିଯାଇଛନ୍ତି, କିଛି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି, ଆଉ କିଛି ଲୋକ ଭୟଙ୍କର ପରିସ୍ଥିତିରେ ପଡ଼ିଛନ୍ତି। ଏ କ୍ଷେତ୍ରରେ ଆପଣ ଡାକ୍ତରୀ ଦଳ ପଠାଇ ଚିକିତ୍ସା କଲେ ଆମେ ଚିର ଉପକୃତ ହେବୁ। ତେଣୁ ତୁମେ କେବେ ଡାକ୍ତର ହେଇଯିବ ନାହିଁ। ରିକ୍ୱେଷ୍ଟ କରିବ ଗୋଟେ ଟିମ୍ ପଠାଇବା ପାଇଁ, ଯେମିତି ପ୍ରତିକାର କରିବେ। ତେଣୁ ସ୍ୱାସ୍ଥ୍ୟ ସମ୍ପର୍କିତ କୌଣସି ବି କଥା ଆସିଲେ ତୁମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆଡ୍ରେସ୍ କରିକି ଲେଖିବ ଆପ୍ଲିକେସନ୍। ସେଭଳିଆ ଯଦି ଆସେ ତୁମର ବିଜୁଳି ବିଭ୍ରାଟ ବହୁତ ପ୍ରକାର ହେଇପାରେ। ତୁମ ଗାଁରେ ଟ୍ରାନ୍ସଫର୍ମର ପୋଡ଼ିଯାଇଛି, ଲାଇନ୍ କଟ୍ ହେଇଯାଇଛି, କିମ୍ବା ତୁମର ପବନରେ ଖୁଣ୍ଟ ଉଲ୍ଟି ଯାଇଛି, ଇଲେକ୍ଟ୍ରିକ୍ ପୋଲ୍, ଲାଇନ୍ ନାହିଁ, କିମ୍ବା ଦୀର୍ଘ ଦିନ ହେଲା ଲାଇନ୍ କଟ୍ ହେଉଛି ସନ୍ଧ୍ୟା ସମୟରେ। ଏଇଭଳିଆ କ୍ଷେତ୍ରରେ ତୁମେ ଆପ୍ଲିକେସନ୍ କାହାକୁ ଲେଖିବ? ଆପ୍ଲିକେସନ୍ ଲେଖିବ ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ୍ ଆବଣ୍ଟନ ବିଭାଗ। କୋଉଠିକା ନିର୍ବାହୀ ଯନ୍ତ୍ରୀ? ତୁମ ଅଞ୍ଚଳର ନାମ ଦେବ। ମାନନୀୟ ଶ୍ରୀଯୁକ୍ତ ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ୍ ଆବଣ୍ଟନ ବିଭାଗ ବାରିପଦା, ତାଙ୍କୁ ଆଡ୍ରେସ୍ କରିଦେଲ। ତାପରେ ସବଜେକ୍ଟ ଲେଖିଲ ବିଜୁଳି ଖୁଣ୍ଟି ମରାମତି ସମ୍ପର୍କରେ। ମହାଶୟ, ନିବେଦନର କାରଣ ଏହିକି ଆମ୍ଭେ ଅମୁକ ବ୍ଲକର ଅମୁକ ଗ୍ରାମର ଅଧିବାସୀ ଅଟୁ। ଆମ ଗାଁରେ 3000 ଲୋକ କି 2500 ଲୋକ ବସବାସ କରନ୍ତି। ମାସେ ତଳେ ଭୀଷଣ ବାତ୍ୟା ହେଇଥିଲା ଏବଂ ସେହି ବାତ୍ୟାରେ ବିଜୁଳି ଖୁଣ୍ଟି ଉପୁଡ଼ି ଯାଇଛି ଏବଂ ଗାଁରେ ଲାଇନ୍ ନାହିଁ, ଇଲେକ୍ଟ୍ରିକ୍ କରେଣ୍ଟ ନାହିଁ, ଯାହାଦ୍ୱାରା କି ଲୋକମାନେ ଅନ୍ଧାରରେ ଅଛନ୍ତି। ଅସୁବିଧା କ'ଣ ହେଉଛି ନା ପିଲାମାନଙ୍କର ପରୀକ୍ଷା ଅଛି, ପାଠ ପଢ଼ି ପାରୁନାହାନ୍ତି, କିମ୍ବା ଆଉ କ'ଣ ଅସୁବିଧା। ପିଲା ଲେଖନ୍ତି, ଆମେ ଦେଖିଛୁ ଯେ ଟିଭି ଚାଲୁନି, ମୋବାଇଲ ଚାର୍ଜ କରି ହେଉନି। ଏସବୁ କାରଣ ଲେଖିବ ନାହିଁ। କାରଣ ଗୁଡ଼ାକ ଗୁରୁତ୍ୱପୂର୍ଣ୍ଣ କାରଣ ଦେଖେଇବ। ତୁମେ ପାଠ ପଢ଼ା ହେଇପାରୁନାହିଁ, କିମ୍ବା ତୁମର ଅନ୍ଧାର ହେବା ଦ୍ୱାରା ଜୀବଜନ୍ତୁ, ହିଂସ୍ର ଜୀବଜନ୍ତୁଙ୍କ କବଳରେ ପଡ଼ୁଛନ୍ତି। ଏସବୁ କାରଣ ତୁମେ ଦର୍ଶାଇ ପାରିବ ଏବଂ ଲେଖିବ କ'ଣ ଯେ ବିଜୁଳି ଖୁଣ୍ଟି ଉପୁଡ଼ି ଯାଇଛି, କରେଣ୍ଟ ନାହିଁ, ଏଇ ଅସୁବିଧାରେ ଆମେ ପଡ଼ିଛୁ। ତେଣୁ ଯେତେ ଶୀଘ୍ର ସମ୍ଭବ ବିଜୁଳି ଖୁଣ୍ଟିକୁ ମରାମତି କରି ଆଲୋକ ଯୋଗାଇ ଦେବାର ବ୍ୟବସ୍ଥା କଲେ ଆମେ ଚିର ଉପକୃତ ହେବୁ। ଇତି ଆପଣଙ୍କର ବିଶ୍ୱସ୍ତ ଗ୍ରାମବାସୀ ବୃନ୍ଦ। କିଛି ନାମ 5-7ଟା ନାମ ଦେଇଦେଲ। ତେଣୁ ବିଜୁଳି ସମ୍ପର୍କିତ ଯାହା ବି ସମସ୍ୟା ନେଇକରି କ୍ୱେଶ୍ଚନ୍ ଆସିବ, ତୁମେ ସେଇଟା ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ୍ ଆବଣ୍ଟନ ବିଭାଗ ବାରିପଦା, ବେତନଟି, ରାଇରଙ୍ଗପୁର, ଉଦଳା ଯାହା ବି ଗୋଟେ ଦେବ। କାହାର ଇଲେକ୍ଟ୍ରିକ୍ ବିଲ୍ରେ ବିଭ୍ରାଟ ହେଇଥିବ, ସେଇ ପ୍ରକାର ହିଁ ହେବ। ଇଏ ହେଲା ଧାରା। ଆଉ ଗୋଟେ ପଡ଼ିପାରେ ତୁମର ଜଙ୍ଗଲକୁ ନେଇକରି ଦରଖାସ୍ତ ପଡ଼ିପାରେ ଯେ ତୁମର ଜଙ୍ଗଲରୁ କାଠ ଚୋରି ହେଇଯାଉଛି, ଜଙ୍ଗଲ ସୁରକ୍ଷା ପାଇଁ ସେଟା ଲେଖିବ। କିମ୍ବା ଜଙ୍ଗଲି ହାତୀ ପଶି ଆସିକି ତୁମର ଫସଲ କ୍ଷୟକ୍ଷତି କରୁଛନ୍ତି, ଗାଁରେ ଲୋକଙ୍କର ଘର ଦ୍ୱାର ଭାଙ୍ଗି ଦେଉଛନ୍ତି, ଏଗୁଡ଼ା ବି ହେଇପାରେ। ଜଙ୍ଗଲ ସମ୍ପର୍କିତ ଯଦି କୌଣସି ଦରଖାସ୍ତ ଆସିଲା, ତାହେଲେ କ'ଣ ହେବ? ବନଖଣ୍ଡ ଅଧିକାରୀ
ମାନନୀୟ ଶ୍ରୀଯୁକ୍ତ ବନଖଣ୍ଡ ଅଧିକାରୀ ବାରିପଦା କିମ୍ବା ଆଉ ଯେଉଁଠି ବି ଫରେଷ୍ଟ ରେଞ୍ଜ ଅଛି ତୁମ ଅଞ୍ଚଳର ଲେଖିପାରିବ। ତେଣୁ ବନଖଣ୍ଡ ଅଧିକାରୀ ବାରିପଦା ମୟୂରଭଞ୍ଜ। ତାପରେ ବିଷୟ ପଳେଇ ଆସିଲ ଯେ ହାତୀ ଉପଦ୍ରବରୁ ସୁରକ୍ଷା ପାଇଁ ଦରଖାସ୍ତ। ମହାଶୟ ନିବେଦନର କାରଣ ଏହିକି ଆମ୍ଭେ ଅମୁକ ବ୍ଲକ ଅନ୍ତର୍ଗତ ଅମୁକ ଗ୍ରାମର ଅଧିବାସୀ ଅଟୁ। ଆମ ଗାଁର ଲୋକ ସଂଖ୍ୟା ଏତେ 3000, 2500, 3500 ଦେଇଦେଲ। ତାପରେ ଲେଖିବ ଏ ବର୍ଷ ଭଲ ଧାନ ହେଇଥିଲା କିନ୍ତୁ ଜଙ୍ଗଲୀ ହାତୀ ଦଳ ଆସି ଆମ ଫସଲ ନଷ୍ଟ କରିଦେଇଛନ୍ତି, ଆଉ ଘରଦ୍ୱାର ମଧ୍ୟ ଭାଙ୍ଗିଛନ୍ତି, କିଛି ଲୋକଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ତେଣୁ ହାତୀ ଘଉଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ଆମର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେଲେ ଆମେ ଆପଣଙ୍କ ନିକଟରେ ଚିର ଉପକୃତ ହେବୁ। ଇତି ଆପଣଙ୍କର ବିଶ୍ୱସ୍ତ ଗ୍ରାମବାସୀ ବୃନ୍ଦ। ଏ ପ୍ରକାର ଲେଖିଲେ ଆପ୍ଲିକେସନଟା ସୁନ୍ଦର ହେବ। ଏବଂ ଯଦି ତୁମର ସ୍ପେଲିଂ ମିଷ୍ଟେକ୍ ନଥାଏ, ଅକ୍ଷର ସୁନ୍ଦର ଥାଏ ଏବଂ ପାରାଗ୍ରାଫ ୱାଇଜ୍ ଯେମିତି ଲେଖିବା କଥା ଲେଖିଲେ ନମ୍ବର ଆଦୌ କଟିବ ନାହିଁ, ପୁରା ନମ୍ବର ପାଇବ। ଇଏ ଗଲା ଆପ୍ଲିକେସନ କଥା। ତାପରେ ଆଉ ଗୋଟେ ଆସିବ ତୁମର ପତ୍ର ଲିଖନ। ପତ୍ର ଲିଖନ ବହୁତ ପ୍ରକାର ହେଇପାରେ। ଗୋଟେ ହେଇପାରେ ତୁମର ସମ୍ପର୍କୀୟଙ୍କ ପତ୍ର, ବ୍ୟକ୍ତିଗତ ପତ୍ର। ଧରିଛ ତୁମର ସାନ ଭାଇକୁ କିଛି ପରାମର୍ଶ ଦେଇକରି ପାଠ ପଢ଼ିବା ସମ୍ପର୍କରେ ତୁମେ ଗୋଟେ ଚିଠି ଲେଖ, ପତ୍ର ଲେଖିବ। ସେଟା ଆଡ୍ରେସ୍ ଦେଇଦିଅ। ତୁମେ ହଷ୍ଟେଲରେ ଅଛି ବୋଲି ଲେଖ ନା, ତୁମେ ଯେଉଁ କଲେଜରେ ପଢ଼ୁଛ ସେଇ କଲେଜ ହଷ୍ଟେଲରେ ଅଛ ଏବଂ ତୁମ ଭାଇ ଗାଁରେ ଅଛି କିମ୍ବା ଆଉ କେଉଁଠି ହଷ୍ଟେଲରେ ଅଛି, ଏମିତି ଆଡ୍ରେସ୍ କରିକି ଲେଖ। ଯଦି ସାନ ଭାଇକୁ ଲେଖିବ ସ୍ନେହର, ଯଦି ସେଟା ବଡ଼ ଭାଇକୁ ଦରଖାସ୍ତ ତୁମର ଚିଠି ଲେଖିବାର ଥିବ ତାହେଲେ ଆଉ ତ ସ୍ନେହର ସେଠି ଲେଖିବ ନାହିଁ, ପୂଜ୍ୟ ଲେଖିବ। ଯଦି ହଷ୍ଟେଲରେ ଅଛି ବୋଲି ଲେଖିବ ତାହେଲେ ଆଉ ବାପା ମାଆଙ୍କୁ ପ୍ରଣାମ କିଛି ଦେବ ନାହିଁ। ଯଦି ଘରେ ଅଛି ବୋଲି ଲେଖୁଛ ତାହେଲେ ସ୍ନେହର ଲେଖିକିରି ବାପା ମାଆଙ୍କୁ ପ୍ରଣାମ ଜଣାଇବୁ। ମୁଁ ଭଲରେ ଅଛି, ଆଶା କରେ ତୁ ମଧ୍ୟ ଭଲରେ ଥିବୁ, ପଢ଼ାପଢ଼ି ଭଲ କରୁଥିବୁ, ଆଉ ଆମର ପରୀକ୍ଷା ହେଲା, ମୁଁ ଭଲ କରିଛି, ତୁ କେମିତି କରୁଛୁ, କ'ଣ ଯାହା ନିଜ କଥା ଭଳିଆ ଲେଖିବ। ଏମିତି ବି କ୍ୱେଶ୍ଚନ୍ ପଡ଼ିଥିଲା, ତୁମେ ଯାଇଥିଲ ଗୋଟେ ବହିମେଳା ବୁଲିବା ପାଇଁ, ଯେଉଁ ଅନୁଭୂତି ହେଲା ସେ ଅନୁଭୂତି ନେଇ ତୁମ ବଡ଼ ଭାଇ ନିକଟକୁ ପତ୍ର ଲେଖ। ସେ କ୍ଷେତ୍ରରେ ତୁମେ ବଡ଼ ଭାଇକୁ ଆଡ୍ରେସ୍ କରିବ, ସମ୍ମାନ ଯେମିତି ଜଣାଇବା କଥା ପ୍ରଣାମ ଜଣାଇବ, ବାପା ମାଆଙ୍କୁ ପ୍ରଣାମ ଜଣାଇବ। ତାପରେ କ'ଣ ଅନୁଭୂତି ହେଲା, କ'ଣ ବହି କିଣିଛ ତୁମର ଭାଇ ପାଇଁ, ସେ କଥା ଲେଖିବ। ଏବଂ ଯେତେ ଦୂର ସମ୍ଭବ ଯଦି ହେବ ତୁମେ ଯେଉଁ କଲେଜରେ ପଢ଼ୁଛ ସେ କଲେଜରୁ ଗ୍ରୁପ୍ ହେଇକି ଯାଇଥିଲ, କଲେଜର ନାମ ବି ଲେଖିଦେବ, କୌଣସି ଅସୁବିଧା ନାହିଁ। ଏଇଟା ତୁମର ବ୍ୟକ୍ତିଗତ ପତ୍ର, ସେଇଟା ମାମୁଁକୁ ପଢ଼ିପାରେ, ବାପାଙ୍କୁ ଆଡ୍ରେସ୍ କରିକି ପଢ଼ିପାରେ, ଯାହା ବି ପଢ଼ିପାରେ। ତେଣୁ ଅତି ସହଜ ସରଳ ଭାବରେ ଲେଖିବ। ସେଠି କ'ଣ କରିବ କି ଉପରେ ତୁମର ଗାଁ ଜାଗାର ନାମ ଯେଉଁଠି ତୁମେ ଅଛ ଏବଂ ଡେଟ୍ ଦେବ। ତାପରେ ଶ୍ରଦ୍ଧେୟ କିମ୍ବା ପୂଜନୀୟ ଯାହାକୁ ଯେମିତି ମାନ୍ୟତା ଦେବା କଥା ଲେଖିକିରି ଲେଖିବ, ଘର କଥା ଭଳିଆ ଏକଦମ ଲେଖିବ। ଶେଷରେ ଗୋଟେ ଇତି ତୋର ବଡ଼ ଭାଇ ନାମ ଦେଲ କି ତୁମର ସାନ ଭାଇ ନାମ ଦେଲ ଏବଂ ଆଡ୍ରେସ୍ର ଗୋଟେ ପ୍ରଫର୍ମା ବନେଇବ, ଗୋଟେ ଘର ବନେଇଦେବ ଏମିତି ହେଲା। ଡାହାଣ ସାଇଡ଼୍ରେ ରହିଲା ଯାହାକୁ କରୁଥିବ, ଟୁ ପ୍ରାପ୍ତେଷୁ। ବାଁ ସାଇଡ଼୍ରେ ତୁମର ଆଡ୍ରେସ୍ ଦେବ, ପ୍ରେରକ ଯିଏ, ସେ ଆଡ୍ରେସ୍ରେ ତୁମର ହଷ୍ଟେଲର ନାମ ଦେଇପାରିବ, ତୁମେ ଯେଉଁଠି ରହିଛ। ନହେଲେ ଘରେ ଯଦି ଅଛ ଗାଁ ଆଡ୍ରେସ୍ ଦେବ। ଆଉ ଗୋଟେ ପ୍ରକାର ପଡ଼େ ତୁମର ପତ୍ର ଲିଖନ ସମ୍ପାଦକଙ୍କୁ ପତ୍ର। ସମ୍ପାଦକଙ୍କୁ ପତ୍ର କ'ଣ ଯେ କୌଣସି ଗୋଟେ ଘଟଣା ଘଟିଯାଇଛି, ତୁମେ ତାକୁ ନେଇକରି
ସମ୍ବାଦପତ୍ର ସମ୍ପାଦକଙ୍କୁ ଏକ ପତ୍ର ଲେଖ, କିମ୍ବା ତୁମ ଅଞ୍ଚଳରେ ଜଙ୍ଗଲର କ୍ଷୟକ୍ଷତି ହେଉଛି ତାକୁ ନେଇ କୌଣସି ସମ୍ବାଦପତ୍ର ସମ୍ପାଦକଙ୍କୁ ପତ୍ର ଲେଖ। ସେଇଟା କ'ଣ କରିବ, ତୁମେ ଗୋଟେ କୌଣସି ନ୍ୟୁଜ୍ ପେପରର ଏଡ଼ିଟର ଯେଉଁଟା ସମ୍ପାଦକ ତାକୁ ଲେଖିବ, ସେ ଆଡ୍ରେସଟି ଦେବ। ଧର ତୁମେ ଲେଖିଲ ସମାଜର ସମ୍ପାଦକ ଲେଖିଲ, ମାନନୀୟ ସମ୍ପାଦକ ସମାଜ, ଗୋପବନ୍ଧୁ ନଗର, ଗୋପବନ୍ଧୁ ଭବନ, ବକ୍ସି ବଜାର, କଟକ। ଯଦି ସମ୍ବାଦକୁ ଲେଖିଲ ସେଇଆ ସମ୍ପାଦକ, ମାନନୀୟ ସମ୍ପାଦକ ସମ୍ବାଦ, ଶିଳ୍ପାଞ୍ଚଳ, ରସୁଲଗଡ଼, ଭୁବନେଶ୍ୱର, ଏଗୁଡ଼ା ଆଡ୍ରେସ। ଯଦି ଧରିତ୍ରୀକୁ ଲେଖିଲ ସେଇଆ ସମ୍ପାଦକ ଧରିତ୍ରୀ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଭୁବନେଶ୍ୱର। ଏଗୁଡ଼ା ତାଙ୍କର 3ଟା ପେପର ଉଦାହରଣ ଦେଲି, ଯାହାର ଆଡ୍ରେସ ଗୁଡ଼ା ବି କହିଲି। ଏ ଆଡ୍ରେସ ସବୁ ଲେଖିଲ। ତାପରେ ମହାଶୟ, ମୁଁ ଜଣାଇବା ପାଇଁ ଚାହୁଁଛି କି ଆମ ଅଞ୍ଚଳରେ ଏମିତି ଜଙ୍ଗଲ ଦ୍ରୁତ ଗତିରେ ହ୍ରାସ ପାଉଛି। ଯେଉଁ କାଠର ଲୁଟେରାମାନେ ବା ତସ୍କରୀମାନେ ମାତିଛନ୍ତି, ସେମାନେ ରାତି ଅଧିଆ କାଠ ନେଇଯାଉଛନ୍ତି, ଆଉ ପୋଲିସ ପ୍ରଶାସନ ଜାଣିପାରୁନାହାନ୍ତି ଏସବୁ। ତେଣୁ ଏ ଦିଗରେ ଆପଣ ପଦକ୍ଷେପ ନେଲେ ବା ଲୋକଙ୍କୁ ସଚେତନ କରାଇଲେ ସମ୍ବାଦପତ୍ର ମାଧ୍ୟମରେ ଆମେ ଚିର ଉପକୃତ ହେବୁ, ବା ମୁଁ ଚିର ଉପକୃତ ହେବି। ବ୍ୟକ୍ତିଗତ ଭାବରେ ଏଇଟା ଦେଇପାରିବ। ତୁମେ ଗୋଟେ ଚିଠି ଲେଖିବ, ଆଉ ଆଡ୍ରେସଟା ଠିକ୍ ହେବା ଦରକାର। ତଳେ ତୁମ ଆଡ୍ରେସଟି ଦେଇଦେବ, ତୁମ କଲେଜ ଆଡ୍ରେସ ବି ଦିଅ, ତୁମ ନାମ ଦେବ, କଲେଜ ଆଡ୍ରେସ ଦେବ। ଏ ପ୍ରକାର ପତ୍ର ଆସେ ବିଶେଷ କରି। କିମ୍ବା ତୁମର ଏମିତି ବି ଆସିପାରେ, କଲେଜ ଅଧ୍ୟକ୍ଷଙ୍କୁ ଦରଖାସ୍ତ ଲେଖ। କେଉଁ ବିଷୟରେ ଆସିପାରେ, ତୁମେ ପ୍ରିନ୍ସିପାଲଙ୍କୁ ଗୋଟେ ଆଡ୍ରେସ କରିକି ଲେଖିବ, ସେଥିରେ ଚାହୁଁଥିବ କିଛି ଫି ଛାଡ଼ ପାଇଁ। ତୁମର ଯେତିକି ପଇସା ହେଉଛି, ତୁମେ ଗରିବ ପିଲା ଅଛ, ତେଣୁ କିଛି ଛାଡ଼ ହେଇଯାଉ, ତାକୁ ଲେଖିପାରିବ। ଛାତ୍ର କଲ୍ୟାଣ ପାଣ୍ଠିରୁ କିଛି ସହାୟତା ମାଗିବା ପାଇଁ ଦରଖାସ୍ତ କରିପାରିବ। କିମ୍ବା ତୁମର ଗୋଟେ କିଛି ରକ୍ତଦାନ ଶିବିର ହେବ, ଆୟୋଜନ କରିବ ତୁମେ ମାନେ ମିଶିକରି, ତେଣୁ ପ୍ରିନ୍ସିପାଲଙ୍କୁ ପରମିଶନ। ସେ କ୍ଷେତ୍ରରେ ସିଧାସଳଖ ପ୍ରିନ୍ସିପାଲଙ୍କର ଆଡ୍ରେସ କରିବ, ମାନନୀୟ ଶ୍ରୀଯୁକ୍ତ ଅଧ୍ୟକ୍ଷ, ତାପରେ କଲେଜର ନାମଟି ଲେଖିଦେବ। ସବଜେକ୍ଟ କରିଦେଲ ଯେଉଁଥିପାଇଁ, ଧର ରକ୍ତଦାନ ଶିବିର କରିବ, ରକ୍ତଦାନ ଶିବିର ସମ୍ପର୍କରେ। ମହାଶୟ, ନିବେଦନ କାରଣ ଏହିକି ଆମ୍ଭେ +2 ଦ୍ୱିତୀୟ ବର୍ଷର ବିଜ୍ଞାନର ଛାତ୍ରଛାତ୍ରୀ ଅଟୁ। ଆମ୍ଭ କଲେଜରେ ଏକ ରକ୍ତଦାନ ଶିବିର କରିବା ପାଇଁ ଚାହୁଁଛୁ। ଏ ପ୍ରକାର କରିକି ଯାହା ଯାହା ଲେଖିବ ଆଡ୍ରେସରେ। ଇତି ଆପଣଙ୍କର ବିଶ୍ୱସ୍ତ ଛାତ୍ର 4-5 ଜଣଙ୍କ ନାମ ଦେଇଦେଲ। ଯଦି ବ୍ୟକ୍ତିଗତ ଭାବରେ କିଛି ଛାଡ଼ ଚାହୁଁଛ, ତାହେଲେ ଆଡ୍ରେସ ପୁରା କଲେଜର ନାମ ଦେଇଦେବ। କଲେଜର ନାମ ଦେଇଦେଇକି ସବଜେକ୍ଟ ଲେଖିବ ଯେ ଛାଡ଼ ପାଇଁ ଦରଖାସ୍ତ ଲେଖିଲ, ଏବଂ କନକ୍ଲୁଜନ୍ କରିଦେବ ଇତି ଆପଣଙ୍କର ବିଶ୍ୱସ୍ତ ଛାତ୍ର, ପୁରା ନାମ ଦେଇଦେଲ, ନିଜ ନାମ ଦେଇଦେବ, ୟାର ବି ଦେଇଦେବ। ତାହେଲେ ସର୍ବାଙ୍ଗ ସୁନ୍ଦର ହେବ। ଯଦି କୌଣସି ଆଲୋଚନାରେ ଡାଉଟ୍ ରହିଲା, ଏଇ ଚ୍ୟାନେଲ ମାଧ୍ୟମରେ କ୍ୱେଶ୍ଚନ୍ ବି କରିପାରିବ। ନେକ୍ସଟ ଆମେ ଆହୁରି ବି ଆଲୋଚନା କରିବା।